ମହାନଦୀ ପଠାର ବାଲିରେ ଉପରକୁ ଏକ ହାତ ଟେକି ହୋଇ ରହିବା ସହ କିଛି ଅଂଶ ଶାଢ଼ୀ ଦେଖାଯାଉଥିଲା। ବାଲିପଠା ନିକଟକୁ ଯାଇଥିବା କିଛି ସ୍ଥାନୀୟ ଲୋକମାନେ ଏହା ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ତେଣୁ ପୁଲିସ ପହଞ୍ଚି ବାଲିରେ ଅଧାପୋତା ଅବସ୍ଥାରେ ରହିଥିବା ଜଣେ ମହିଳାଙ୍କ ଗଳିତ ଶବକୁ ଉଦ୍ଧାର କରିଛନ୍ତି। ହେଲେ ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ହୁଏତ ତାଙ୍କୁ କେହି ଅନ୍ୟ ଜାଗାରେ ହତ୍ୟା କରି ବାଲିପଠାକୁ ଆଣି ପୋତି ଦେଇଥିବା ସନ୍ଦେହ କରାଯାଉଛି। କଟକ ବାରଙ୍ଗ ଅଞ୍ଚଳର ବ୍ରାହ୍ମଣୀ ଗାଁ ନିକଟରେ ରହିଥିବା କାଠଯୋଡ଼ି ମହାନଦୀ ବାଲିପଠାରେ ଏକ ମୃତଦେହ ଅଧାପୋତା ଅବସ୍ଥାରେ ରହିଥିବା ଲୋକମାନେ ଦେଖିଥିଲେ। ଏହି ଖବର ପ୍ରଚାରିତ ହୋଇଯିବା ପରେ ସେଠାକୁ ଧାଇଁଥିଲେ ସ୍ଥାନୀୟ ଅଞ୍ଚଳର ଲୋକମାନେ। ଖବର ପାଇ ବାରଙ୍ଗ ଥାନା ଜୁନ୍ 4 ଏସ୍ପି ଅମିତାଭ ମହାପାତ୍ରଙ୍କ ସମେତ ପୁଲିସ ଟିମ୍ ପହଞ୍ଚି ମୃତ ମହିଳାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତଦେହଟି ଗଳିତ ହୋଇଯାଇଥିବା ବେଳେ ହୁଏତ 3-4 ଦିନ ତଳେ ମହିଳାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି। एक्सपोज्ड बॉडी बाली भितर पोता होइतिबारु जना पड़ुतिला ताको आमे साइंटिफिक टीम आसिला पर वीडियोग्राफी करके एक्सह्यूम करिजु। एबे तापरे ताको पीएम पाई पठा जिवो। प्रिलिमिनरी भी आमे तांकर जो एसओ अछंती से भी असेस करी चंदी किछि माने फाउल प्ले रिलेटेड किछि से टाइप रो भी प्रिलिमिनरी इंस्पेक्शन करा हिची। एबे पीएम पाई पठा जाउची। सेठी भी डॉक्टर को आमे रिक्वेस्ट करेबो कि या भीतर टीम ऑफ डॉक्टर्स द्वारा तांकर पीएम करा जाओ। ता भीतर बहुत गुड़ाए जिन्नस जना पड़िबो। प्रिलिमिनरी असेसमेंट अनुसार टिके 3-4 दिन पुराना बॉडी हे परिबो जेहेतु खरा और गर्मी पाई भी काला तांकर हेला वाले कलरिंग लागुची। तो हमें इन्वेस्टिगेशन करूछु सब एंगल जो भी। कटक जिला प्रतिनिधि राजेश कुमार साहू रिपोर्ट, कोणार्क लाइव।